ଭୀମ ଭୋଇ ଅନ୍ଧ ନୁହନ୍ତି, କନ୍ଧ ନୁହନ୍ତି, ନିରକ୍ଷର ନୁହନ୍ତି। ସନ୍ଥ କବି ଭୀମ ଭୋଇ, ଆଉ କିଛି କିଛି ଜଣ କୁହନ୍ତି ଅନ୍ଧ କବି ଭୀମ ଭୋଇ। ଏଇ ତାଙ୍କର ଜନ୍ମାନ୍ଧ ନା ପରବର୍ତ୍ତୀ ସମୟରେ କିଛି ଅହଙ୍କାରୀ ମୁଷ୍ଠିମୟ ଲୋକ ସେ କ'ଣ କଲେ, ସେ ସନ୍ଥକୁ ଦବେଇବା ପାଇଁ ତାଙ୍କୁ ଯେତେବେଳେ ନାନା ପ୍ରୟାସ ଜାରି ରଖିଲେ ଯେ ଅନ୍ଧ କନ୍ଧ ନିରକ୍ଷର, ଏ ଯେଉଁ କହିଲେ ଭୀମ ଭୋଇ ଅନ୍ଧ ନୁହନ୍ତି, କନ୍ଧ ନୁହନ୍ତି, ନିରକ୍ଷର ନୁହନ୍ତି। ତେଣୁ କରିକି ଭୀମ ଭୋଇ ନିଜେ କହିଛନ୍ତି, ହଣିରେ ଭୀମ କନ୍ଧ ମୁଁ ପାପି ଜନ୍ମ ଅନ୍ଧ। ଏ ଯେଉଁ କଥା କହିଲେ ଏଇଟା କେଉଁଠି ଲେଖିଛନ୍ତି ନା, ସିଏ ଯେତେବେଳେ ଆସିଲେ 1850ରେ, ତାଙ୍କୁ 1854ରେ ଅଲେଖ ସ୍ୱାମୀ ଯାଇକି ତାଙ୍କୁ ଦେଖାହେଲେ ରେଢ଼ାଖୋଲ କାଙ୍କଣାପଡ଼ା ଗ୍ରାମରେ ଗୋଟେ ରାତିରେ। ମହିମା ସ୍ୱାମୀ କହିଲେ, ଭୀମ ତୋତେ ମୁଁ ଆଣିଥିଲି ମହିମା ବର୍ଣ୍ଣନା କରିବା ପାଇଁ, ମହିମା ପ୍ରଚାର କରିବା ପାଇଁ, ଚୁପଚାପ ବସିଯାଇଛୁ। ସିଏ କହିଲେ, ପ୍ରଭୁ ଏଇ ଯେଉଁ ମାୟା ପ୍ରପଞ୍ଚ ଚକ୍ଷୁରେ, ଏ ରକ୍ତମାଂସ ଚକ୍ଷୁରେ ମୁଁ ଏଇ ମାୟା ପ୍ରପଞ୍ଚ ଜଗତକୁ ଦର୍ଶନ କରୁଛି, ମୋର ଜ୍ଞାନ ଶୂନ୍ୟ ହେଇଯାଉଛି, ବୁଦ୍ଧିମଣା ହେଇଯାଉଛି, କିପରି କରିବି? ଅସ୍ତୁ କରିଦେଲେ, ଆଖି ଦିଟା ଚାଲିଗଲା। ଭୀମ ଭୋଇ ଅନ୍ଧ ନୁହନ୍ତି, କନ୍ଧ ବି ନୁହନ୍ତି, ସିଏ ତ ପରମ ଧାମରୁ ଆସିଲେ। ସେ ଭୀମ ଭୋଇ ନିଜେ କୁହନ୍ତି, ପିତା ପିତା ଅଟନ୍ତି ମୋ ଅନାଦି ପୁରୁଷ, ମାତା ଆଦି ଶକ୍ତି ନାରୀ, ଦ୍ୱିତୀୟ ଯୁଗଳରୁ ଜନ୍ମଲ ବିଲି କବି କୃତ କଳା ଧରି। ସେ କାହିଁ କନ୍ଧ ହେବେ? ଏଇଟା ଭୀମ ଭୋଇ ନିଜେ କହିଛନ୍ତି। ତାଙ୍କ ନିଜସ୍ୱ ବାଣୀ, ଯାହା ବୈକୁଣ୍ଠପୁରରେ ସେ ଅଭ୍ୟାସ କରୁଥିଲେ ସେଇଟା କହିଛନ୍ତି ଆମକୁ। ସେ କାହିଁ ମୂର୍ଖ ହେବେ? ତେଣୁ କରିକି ଭୀମ ଭୋଇ ମୂର୍ଖ ନୁହଁ, କନ୍ଧ ନୁହଁ, ଅନ୍ଧ ବି ନୁହନ୍ତି।